ଆଜିର 10ଟି ବଡ଼ ଖବର ଉପରେ ନଜର ପକାଇବା। ଭିଡିଓକୁ ନିଶ୍ଚୟ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପ୍ରଥମ ଖବର, ସୁଭଦ୍ରା ଯୋଜନା ପାଇଁ 17 ତାରିଖରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ। ଆସନ୍ତା 17 ତାରିଖରେ ଓଡ଼ିଶାରେ ଆରମ୍ଭ ହେବ ମହିଳା ବିକାଶଭିମୁଖୀ ଯୋଜନା ସୁଭଦ୍ରା ଯୋଜନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତ କରି ଏହି ଯୋଜନାର ଶୁଭାରମ୍ଭ କରିବେ। ତେବେ ଏହି ପରିପ୍ରେକ୍ଷୀରେ ଏଥିପାଇଁ ଭୁବନେଶ୍ୱରରେ ବିପୁଳ ଜନସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସମସ୍ତ ସ୍କୁଲ କଲେଜଗୁଡ଼ିକ ସେହିଦିନ ସମ୍ପୂର୍ଣ୍ଣ ଛୁଟି କରିବା ପାଇଁ ଘୋଷଣା କରାଯାଇଅଛି। ଆଜିର ଦ୍ୱିତୀୟ ଖବର, 17 ତାରିଖରେ ଓଡ଼ିଶାର 10 ଲକ୍ଷ ହିତାଧିକାରୀଙ୍କୁ ଆବାସ ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା 17 ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିଦିନ ସେ ଓଡ଼ିଶାର 10 ଲକ୍ଷ ହିତାଧିକାରୀଙ୍କୁ ଆବାସ ବାଣ୍ଟିବେ। ଏନେଇ ସୂଚନା ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ। ଖାଲି ସେତିକି ନୁହେଁ, ଆସନ୍ତା 17 ତାରିଖରେ ଭୁବନେଶ୍ୱର ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିର ତୃତୀୟ ଖବର, ଆଜିଠାରୁ ବ୍ରହ୍ମପୁରରେ ଗଡ଼ିବ ବନ୍ଦେ ଭାରତ ଟ୍ରେନ୍। ଶୁଭାରମ୍ଭ କରିବେ ମୋଦି, ସାମିଲ ହେବେ ମୁଖ୍ୟମନ୍ତ୍ରୀ। ରବିବାରଠାରୁ ରାଜ୍ୟରେ ଗଡ଼ିବ ଆଉ 3ଟି ବନ୍ଦେ ଭାରତ ଟ୍ରେନ୍। ବ୍ରହ୍ମପୁରରୁ ଟାଟାନଗରକୁ ଗଡ଼ିବାକୁ ଥିବା ବନ୍ଦେ ଭାରତକୁ ରବିବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିର ଚତୁର୍ଥ ଖବର, ଅବପାତର ରୂପ ନେଇପାରେ ଲଘୁଚାପ। ରବିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ଆଉ ସତର୍କତା ଜାରି କରାଯାଇଛି। ଉତ୍ତର ଓଡ଼ିଶାର ରବିବାର ପ୍ରବଳ ବର୍ଷା ହୋଇପାରେ। ମୟୂରଭଞ୍ଜ ଜିଲ୍ଲାରେ ଅତି ଭୀଷଣ ବର୍ଷା ଆଶଙ୍କା ରହିଅଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ 70ରୁ 200 ମିଲିମିଟର ଯାଏ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇଛନ୍ତି। ଆଜିର ପଞ୍ଚମ ଖବର, ରହସ୍ୟଜନକ ଶବ୍ଦ 9 ଦିନ ଯାଏଁ ସାରା ବିଶ୍ୱ ଶୁଣିଲା। ସାରା ବିଶ୍ୱରେ ଶୁଭିଲା ରହସ୍ୟଜନକ ଶବ୍ଦ। ବିଶ୍ୱର କିଛି ପ୍ରମୁଖ ବୈଜ୍ଞାନିକ ଅନୁଷ୍ଠାନ ପକ୍ଷରୁ ହୋଇଥିବା ମନିଟରିଂରେ ଏଭଳି କିଛି ରହସ୍ୟଜନକ ଶବ୍ଦ ଶୁଣାଯାଇଛି। ଗତ ବର୍ଷ ସେପ୍ଟେମ୍ବର ମାସରେ ଶୁଣାଯାଇଥିବା ଏହି ଶବ୍ଦ ଭୂକମ୍ପ ବୋଲି, କିନ୍ତୁ ଭୂକମ୍ପ ନୁହେଁ, ଯାହା ସାରା ବିଶ୍ୱରେ 9 ଦିନ ଯାଏଁ ଶୁଣାଯାଇଥିଲା। ୟୁନିଡେଣ୍ଟିଫାଏ ସେismic ଅବଜେକ୍ଟିଭ ୟୁଏସର ଭାବରେ ଏହାକୁ ପରିଣତ କରାଯାଇଛି। ସାଉଦିର ସତ କାହାଣୀ, ନିର୍ଯାତନା, ଅତ୍ୟାଚାର, ବର୍ବରତାର ଛାତିଥରା ଅନୁଭୂତି ହେଇଛି। ଆଜିର ଆଉ ଷଷ୍ଠ ଖବର, ବଢ଼ୁଛି ସୁଭଦ୍ରା ଯୋଜନା ପଞ୍ଜୀକରଣ। ଦାଖଲ ହେଲାଣି 5 ଲକ୍ଷରୁ ଅଧିକ ଫର୍ମ। ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ବଢ଼ୁଛି ପଞ୍ଜୀକରଣ। ଏପର୍ଯ୍ୟନ୍ତ 50 ଲକ୍ଷରୁ ଅଧିକ ଫର୍ମ ଦାଖଲ ହୋଇସାରିଲାଣି। 15 ତାରିଖ ଯାଏଁ ଯେଉଁମାନେ ଆବେଦନ କରିଥିବେ ସେମାନଙ୍କ ନିକଟକୁ 17 ତାରିଖରେ ପ୍ରଥମ କିସ୍ତି ଟଙ୍କା ମିଳିବ। ଆଜିର ସପ୍ତମ ଖବର, ଫିଲ୍ମ ଦୁନିଆରୁ ସନ୍ନ୍ୟାସ ଘୋଷଣା କଲେ ସାଉଥ୍ ସୁପରଷ୍ଟାର। ତାମିଲ ସୁପରଷ୍ଟାର ଥାଲାପତି ବିଜୟଙ୍କୁ ନେଇ ତାଙ୍କ ପ୍ରଶଂସକ ମଧ୍ୟରେ କ୍ରେଜ୍ କହିଲେ ନ ସରେ। ଏହାରି ଭିତରେ ବିଜୟ ନାଁରେ ଯୋଡ଼ି ହୋଇଛି ଆଉ ଏକ ରେକର୍ଡ। ବିଜୟ ଗୋଟିଏ ଫିଲ୍ମ ପାଇଁ ସବୁଠୁ ଅଧିକ ଟଙ୍କା ନେଉଥିବା ଭାରତୀୟ ଅଭିନେତା ହୋଇଛନ୍ତି। ରିପୋର୍ଟ ଅନୁସାରେ ଥାଲାପତି 69 ଫିଲ୍ମ ପାଇଁ ବିଜୟ 275 କୋଟି ଟଙ୍କା ଚାର୍ଜ କରୁଛନ୍ତି। ଆଜିର ଅଷ୍ଟମ ଖବର, ସାତପଡ଼ାରୁ ଜହ୍ନିକୁଦା ଯାଉଥିଲା ଡଙ୍ଗା, ମଝି ଚିଲିକାରେ ଫସିଲା। ଚିଲିକା ମଝିରେ ଅଘଟଣ, ଯାତ୍ରୀ ନେଇ ଯାଉଥିବା ଡଙ୍ଗା ମଝି ଚିଲିକାରେ ଫସିଲା। ଉଦ୍ଧାର ପାଇଁ ଆଉ ଏକ ଡଙ୍ଗା ଫସିଥିବା ଡଙ୍ଗା ନିକଟକୁ ଯାଇଥିବାର ସୂଚନା ମିଳିଛି। ଖବର ଅନୁଯାୟୀ ସକାଳ 7ଟାରୁ ସାତପଡ଼ାରୁ ଜହ୍ନିକୁଦା ଘାଟ ଅଭିମୁଖେ 50ରୁ ଅଧିକ ଯାତ୍ରୀ ଏବଂ 15 ବାଇକ୍ ନେଇ ଯାଉଥିଲା। ହେଲେ ଅଧା ରାସ୍ତା ମାନେ ମୟଙ୍ଗସା ନିକଟରେ କୌଣସି କାରଣରୁ ଡଙ୍ଗାଟି ଫସିଯାଇଥିଲା। ଆଜିର ନବମ ଖବର, ଆଶ୍ଚର୍ଯ୍ୟ, ସେପ୍ଟେମ୍ବର 29ରୁ ଆକାଶରେ ଦେଖାଯିବ 2ଟି ଚନ୍ଦ୍ର। ବ୍ରହ୍ମାଣ୍ଡ ବଡ଼ ବିଚିତ୍ର। ଆକାଶରେ କେବେ କ'ଣ ହେବ ତାହା କାହାକୁ ବି ଜଣା ନଥାଏ। ତେବେ ଆକାଶରେ ପୁଣି ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି। ସାଧାରଣତଃ ଆକାଶରେ ଗୋଟିଏ ଚନ୍ଦ୍ର ଦେଖାଯାଉଥିବା ବେଳେ ସେପ୍ଟେମ୍ବର 29 ତାରିଖ ପରେ 2ଟି ଚନ୍ଦ୍ର ଦେଖିବାକୁ ମିଳିବ। ତେବେ ଏହା କୌଣସି ମିଥ୍ୟା ଖବର ନୁହେଁ, ବରଂ ଆମେରିକାନ୍ ଆଷ୍ଟ୍ରୋନମିକାଲ ସୋସାଇଟି ପକ୍ଷରୁ ଏନେଇ ଦାବି କରାଯାଇଛି। ଆଜିର ଦଶମ ଖବର, ଶେଷ ଖବର, ବଦଳିଲା ମୋ ସ୍କୁଲ ଅଭିଯାନ ନାଁ। ପଞ୍ଚସଖା ଶିକ୍ଷା ସେତୁ ନାଁରେ ହେବ
ପରିଚାଳିତ। ବଦଳିଲା ମୋ ସ୍କୁଲ ଅଭିଯାନ ନାଁ, ଗଣଶିକ୍ଷା ବିଭାଗ ପକ୍ଷରୁ ମୋ ସ୍କୁଲ ଅଭିଯାନ ନାଁ ବଦଳିଛି। 2017 ମସିହାରୁ ଆରମ୍ଭ ହୋଇଥିବା ମୋ ସ୍କୁଲ ଅଭିଯାନର ନାଁ ବଦଳାଇଛନ୍ତି ସରକାର। ଏହି ଅଭିଯାନର ନାଁ ବଦଳି ନୂଆ ନାଁ ହେଲା ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ। ଏନେଇ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି। ଏମିତି ପ୍ରତିଦିନ ନ୍ୟୁଜ୍ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ ରଖନ୍ତୁ। ଧନ୍ୟବାଦ।